स्वागत। आज आम गोटे नुआ यात्रा देखू से हूँ कुंडा पिठा। से कुंडा पिठा हूँ आम घटगाँ 10 किलोमीटर डिस्टेंस रे गोटे नदी अच्छी। से नदी हूँ कुकुरकटा नदी बोली देखिपे। ये पूरा चतरी रही नदी भितर यात्रा हूँ देखिपे। यात्रा पहुँचवा पूर्व माने किपरि चतरी रे ही सब जते गाड़ी मोटर सब रखाही एवं ये ही यात्राटी हूँ। आम बर्तमान धीरे धीरे चलू खराट आगपटे हूँ। मंदिर कटे भी रही पास को आम पहुँचले देख पारू। पहुँचवा पूर्व गोटे बहुत सुंदर भ्यू देखी। पत्थर रे तैयारा होती जो मूर्ति किंवा आम सीमेंट रे तैयारा होती बहुत सुंदर जड़े आमर कलाकृति भाई माने तैयारी करिसेंती देखिपे। ये आमर मंदिर पाखापाखि आम पहुँची गलुनी। बर्तमान यात्रा भी पाखापाखि पहुँची गलुनी। पुराना मंदिर हाँ यहाँ बर्तमान आम पुराना मंदिर को प्रवेश करूँ। देखिपे गोटे बड़ गछटी रही आउ कौन गछटी रही आमर शिव ठाकुर अच्छा देखु एपटे रही आमर नुआ मंदिरटी। देखिपे गोटे बड़ लगी बाबा कुंडेश्वर मंदिर एवं यही देख नदी साइड गोटे नलकूप खोड़ाई पानी बाहर ऑटोमेटिक। तापर आम आग को देखू आमर नुआ मंदिर टीए बहुत सुंदर लगुच एवं लोक मैंने पूरा नाच देखापी बहुत आग्रह केमती स्टांडिंग होती नाच देखापी देखी नियंतु। Cerca de mí, don't run away. Then bold beats, let's ignite. Dance with me through the night. Baila, sin parar. Shake your body, sound like star. Baila.
ଦେଖନ୍ତୁ ଏଇ ନଦୀଟି କିପରି ନଦୀ ଧାରେ ହିଁ ଏଇଟା ହେଉଛି କୁକୁରକଟା ନଦୀ। ନାଁଟା ବି ବହୁତ ଅଜବ ପୁରା ଲାଗୁଛି, କିନ୍ତୁ ପ୍ରବଳ ଗହଳି। ଆମେ ବର୍ତ୍ତମାନ ଯେଉଁ ପଟେ ଆମର ପୋଲ ଛୋଟ ଛୋଟ ପୋଲ କରିଛନ୍ତି ଏବଂ ପାଣି ଯିବା ପାଇଁ କରିଛନ୍ତି ରାସ୍ତା, ସେଇ ସାଇଡ଼୍ ପଟେ ଅଛି। ଦେଖିପାରୁଥିବେ କିପରି ଲାଗୁଛି ଏଇ ତାର ଭିଉର ଦୃଶ୍ୟ। ଏଇଟା ତ ଗୀତ ଜୋର ହେଉଛି ଆଉ ଏଇଟା ମନ୍ଦିରଟି ଦେଖନ୍ତୁ ସାମ୍ନା ପଟୁ କେମିତି ଲାଗୁଛି। ଦେଖିପାରୁଥିବେ ଏପରି ଭାବରେ ଆମେ ଆଜି ଯାତ୍ରା ସମାପ୍ତ କରିଛୁ। ଏଇ ନଦୀଟି ଦେଖିପାରୁଥିବେ ଆଉ ଏଇ ଚତିରି ଉପରେ ଯେଉଁ ଯାତ୍ରାଟି ଦେଖିପାରୁଥିବେ କେତେ ଆଟ୍ରାକ୍ଟିଭ୍ ଲାଗୁଛି। କ'ଣ ପାଇଁ ନା ଏଇଟା ହେଉଛି ଆମର ଆଦିବାସୀ ଏରିଆ। ଏଇ ଯାତ୍ରାଟି ହେଉଛି ମାନେ ସପ୍ତାହେ ଲେଖା ଚାଲୁଛି ପୁରା 7 ଦିନ। ରବିବାର ଦିନ ଯାଇକିନା ଶେଷ ହେବ, 14 ତାରିଖରୁ ଚାଲୁଛି ପୁରା ଯାତ୍ରା। ଦେଖିନିଅନ୍ତୁ କିପରି ପରିବେଶ ରହିଛି। ଏବଂ ଏପଟେ ରହିଛି ଆମର ପଛପଟେ ରହିଛି ଦେଖନ୍ତୁ ଏ ହେଉଛି ନଦୀ। ଏଟା ଗୋଟେ ନଦୀ, ଏଟା ଯେଉଁ ଆମର ଆସିଛି ଢେଙ୍କୁର ସାଇଡ଼ରୁ, ଏଟାର ନାଁ ହେଉଛି କୁକୁରକଟା ନଦୀ। ମାନେ ଗୋଟେ ଅଜବ ନାଁ ଲାଗୁଛି ମୋତେ, କୁକୁରକଟା ନଦୀ। ମୁଁ ସତରେ ଏଠିକି ଆଗରୁ କୁକୁର କାଟୁଥିଲେ କିରେ ବୋଲି ଭାବୁଛି ଏଇ ନଦୀଟାରେ। ତାପରେ କିନ୍ତୁ ଯାତ୍ରାଟି ହେଉଛି କୁଣ୍ଡା ପିଠା ଯାତ୍ରା। ନଦୀ ହେଉଛି କୁକୁରକଟା, ମାନେ କେତେ ଆଟ୍ରାକ୍ଟିଭ୍ ଲାଗୁଛି, ମାନେ ଶୁଣିବା ପାଇଁ ବି ଗୋଟେ ଅଜବ ଲାଗୁଛି। ଏପରି ଭାବରେ ମୁଁ ଆସିଥିଲି ଯାତ୍ରାକୁ 2016 ମସିହାରେ ଏବଂ 2026ରେ ଆଉ ଥରେ ଆସିଛି, ମାନେ 10 ବର୍ଷ ପରେ। ଦେଖିପାରୁଥିବେ ଯାହା ହଉ ବହୁତ ବଢ଼ିଆ ଲାଗିଲା। ଏବଂ ଏଇ ଯାତ୍ରାକୁ ଆସିକି ଆପଣମାନଙ୍କୁ ଏଇ ଯାତ୍ରାର ଭିଉ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ କରିବେ। ଏତିକିରେ ରହୁଛି। ଆମେ ବର୍ତ୍ତମାନ ଆଗେଇ ଚାଲିବୁ, ବିଦାୟ ନେବୁ।